ଯେତେବେଳେ କାଶୀନାଥ ବାବୁ ନିଜକୁ ବାବା ରୂପରେ ଏବଂ ନିଜ ପୁଅକୁ ଭଗବାନ ରୂପରେ ଘୋଷଣା କଲେ, ସମସ୍ତଙ୍କ ସାମ୍ନାକୁ ଆଣୁଥିଲେ ଯେ ସିଏ ହେଉଛନ୍ତି ନିଜେ ବାବା ଏବଂ ତାଙ୍କ ପୁଅ କଳ୍କି ଅବତାରର ଭଗବାନ ରୂପୀ ବୋଲି ଯେତେବେଳେ ପରିଚୟ ଦେଉଥିଲେ, ସେମିତି ଭଗବାନ ତ ଦେଖିବା ପାଇଁ ଯେମିତି ଚକଚକ ଦେଖାଯାନ୍ତି, ଅତି ସୁନ୍ଦର ଦେଖାଯାନ୍ତି, ସିଏ ମଧ୍ୟ ଯେତେବେଳେ ତାଙ୍କ ଅନୁଗାମୀମାନଙ୍କ ସାମ୍ନାକୁ ବା ସମର୍ଥକ ସାମ୍ନାକୁ ଆସିବେ, ତାଙ୍କ ଚମଡ଼ାରେ ଟିକେ ଚମକ ଆସିବା ନିହାତି ଦରକାର ନା। ସେଇଥିପାଇଁ ବିଦେଶରେ ନିର୍ମିତ ସାମ୍ପୋ, ଯୋଉଟାକି ମଶ୍ଚରାଇଜର ସାମ୍ପୋ ଲେଖା ହେଇଛି, ଆପଣ ଦେଖିପାରୁଥିବେ ଗୋଟେ ବିଦେଶୀ କମ୍ପାନୀ ଲେଖା ହେଇଛି ଫର୍ ମହାପ୍ରଭୁ, ଇମୋଜି ମଧ୍ୟ ଦିଆଯାଇଛି। ଏଇ ଯୋଉ ମଶ୍ଚରାଇଜର ସାମ୍ପୋଟି ବା ଏଇ ଯୋଉ ଲୋସନଟି କେବଳ ମହାପ୍ରଭୁ। ଏଠି ମହାପ୍ରଭୁ କିଏ? ବାବା କାଶୀନାଥ ନା ତାଙ୍କ ପୁଅ ଯିଏ ଆତ୍ମଘୋଷିତ ଭଗବାନ କଳ୍କି, ସିଏ ଲଗାଉଥିଲେ ଏ ସାମ୍ପୋଟି। এই ସାମ୍ପୋଟି ଆପଣ ଯେଉଁ ବିଭିନ୍ନ ଅନଲାଇନ୍ ସଂସ୍ଥାରେ ଯେତେବେଳେ କିଣୁଛନ୍ତି, ଅନଲାଇନ୍ରେ କିଣିଲେ ପାଖାପାଖି 600 ମିଲିଲିଟର ଏଇ ଡବାଟି ଆପଣଙ୍କୁ ପାଖାପାଖି 900 ଟଙ୍କା ପଡ଼ିବ। ଯଦି କୌଣସି ଷ୍ଟୋରରେ ବା ରିଟେଲ ଷ୍ଟୋରରେ କିଣିବେ, ଇଏ ପାଖାପାଖି 1200 ଟଙ୍କାରୁ 1500 ଟଙ୍କାରେ ବିକ୍ରି ହେଉଛି। ଦେଖିପାରୁଥିବେ ବାବା କେତେ ସୌଖିନ ଥିଲେ। ଚମଡ଼ାର ଚମକ ଆଣିବା ପାଇଁ ଏଭଳି ଦାମିକା ଲୋସନ ବା ମଶ୍ଚରାଇଜିଂ ଲୋସନ ସେ ବ୍ୟବହାର କରୁଥିଲେ। ଡବା ଉପରେ ଲେଖାଯାଇଛି ଯେକୌଣସି ଏଠିକାର କର୍ମକର୍ତ୍ତା ହୁଅନ୍ତୁ ବା ଆଶ୍ରମର ଅନ୍ତେବାସୀ ହୁଅନ୍ତୁ ବା ଅନୁଗାମୀ ହୁଅନ୍ତୁ, ଯଦି ଆସନ୍ତି ଭୁଲବଶତଃ ଯଦି ଏ ଲୋସନଟି ବା ଏ ଯେଉଁ ମଶ୍ଚରାଇଜିଂ ଲୋସନଟି ଯଦି ତାଙ୍କ ହାତରେ ପଡ଼ିଯାଏ, ସିଏ ଦେଖିବେ ଲେଖା ହେଇଛି ଫର୍ ମହାପ୍ରଭୁ ଓନ୍ଲି, କେବଳ ମହାପ୍ରଭୁ ହିଁ ଏଇଟାକୁ ବ୍ୟବହାର କରିବେ। ହେଲେ ଏଠି କ'ଣ ସେ ଗୀତା ଭାଗବତ ଗୀତା ସମ୍ପର୍କରେ ସମସ୍ତଙ୍କୁ ବୁଝାଉଥିଲେ, ଯୋଗ ଶିକ୍ଷା ଦେଉଥିଲେ ନା ନିଜକୁ ଭଗବାନର ପରିଚୟ ଦେଉଥିଲେ? ଏ ଗୋଟିଏ ଲୋସନରୁ ହିଁ ସ୍ପଷ୍ଟ ହେଇଯାଉଛି। କାହିଁକି ଲେଖା ହେଇଛି ମହାପ୍ରଭୁ। ଏଠି ମହାପ୍ରଭୁ ଜଣେ ମଣିଷ, ସିଏ ନିଜକୁ ଏଠି ମହାପ୍ରଭୁ ଭାବରେ ଲୋକଙ୍କ ସାମ୍ନାରେ ପରିଚୟ ଦେଇକି ଛିଡ଼ା ହେଉଛନ୍ତି। ସେ ଭଣ୍ଡ ନା ଆଉ କ'ଣ, ତାହା ଲୋକେ ହିଁ ବିଚାର କରିବେ। କିନ୍ତୁ ଏଭଳି ଚମଡ଼ାରେ ଚମକ ଆଣିବା ପାଇଁ ଏଭଳିଆ ଦାମିକା ଲୋସନ ସେ ବ୍ୟବହାର କରୁଥିଲେ। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ବିଶ୍ୱଜିତ ମହାନ୍ତିଙ୍କ ସହ ନିରଞ୍ଜନ ରେଡ୍ଡି, OTV।